ওম যশি সীতারাম আদ্যকাণ্ড বাল্মীকি রামায়ণ অন্তপুর নারীମାନଙ୍କ সহ লক্ষ্মী ସରସ୍ୱତୀ ଗୌରୀ ମିଶି ରାମ ସୀତାଙ୍କ କେଉଁ ପ୍ରବର୍ଣ୍ଣନ ଦଶଭାଗ ବଶିଷ୍ଠ ଆରି ଶୁଣିଲେ ଏହି ମୁହୂର୍ତ୍ତରେ ଶୀଘ୍ର କନ୍ୟା ବିଦା କର ହର୍ଷ ଅନ୍ତରେ ଆଉ ଡେରି କରି ବିଷ୍ଟ ବେଲ ଗଡ଼ିଯିବ ସବୁଦିନ ଲାଗି କନ୍ୟା ଅଶାନ୍ତି ଭୋଗିବ ଶୁଣି ଆଣି ସଖୀ ଗଣେ ଆଇନ ବୋଇଲେ ଶୀଘ୍ର ହାନ୍ଦରାଇ ବସା କନ୍ୟା କୌଶଳେ ଆଜ୍ଞା ପାଇ ଦାସୀମାନେ ରତ୍ନ ହାଣ୍ଡଲାରେ ବସାଇଲେ କନ୍ୟା ଗୁଣ ଆନନ୍ଦ ମନରେ ହାଣ୍ଡଲା ବାହାକ ଗଣ ହୋଇଆ ଗୋଭର ଓଥାବନ୍ତେ ବାଦ୍ୟ ନାର କମ୍ପିଲା ସତ୍ପର ଶଙ୍ଖ ହୁଳ ହୁଳି ଭେରି ତୁରି ସବରରେ ଗହ ଗହ କମ୍ପିତ ହୋଇଲା ତିନି ଭୁରେ ଶୂନ୍ୟ ଅମରେ ଥାଇନ ପୋଷବ ବସିଲେ ଅପସରା ଗଣେ ସମସ୍ତେ ମଙ୍ଗଳ ଗାଇଲେ ମଙ୍ଗଳାଷ୍ଟକ ପଢ଼ିଲେ ଯୁବତୀ ସମିଲେ ବାଇରେ ବଳ ଜାତି ଯେ ଯାନ ଚଲେ ଦଶ କୋଶ ଦୁଇ ପର୍ଯ୍ୟନ୍ତେ ରଥ ଗୟ ଅଶ୍ୱପରାତି ଲାଗିନ ଦଣ୍ଡି ହୋଇ ସୟ ଯେ ଶନି ସାଗର করে ঘোর গরয়ন ସେହିଭଳି ଉଚ୍ଚୁଲଏ ମିଥିଳା ଭୁବନ ବିଦାୟ ବେଲରେ ମିଥିଳାର ନରେଶ୍ୱର ଦଶରଥ କର ଧରି ବଇଲେ କଗିର ହେ ସମୁଦି ଆଜି ଘର ଖାଲି କରି ମୋର ନେଇ ଯାଉ ବସ ସର୍ବ ସମ୍ପଦ ସଙ୍ଗର ଯେଉଁ ଅମୂଲ୍ୟ ରତନ ଦେଲି ତୁମ୍ଭ କରେ ରଖିବ ସର୍ବଦା ତୁମ୍ଭେ ତାଙ୍କୁ ଯତନରେ 8 ଦିନ ଥରେ ପ୍ରତିହାରୀକୁ ପଠାଇ ଭଲ ମନ୍ଦ ବାର୍ତ୍ତା ଦେବ ଆମକୁ ଜଣାଇ ଯେବେ ଅଜ୍ଞାନ ତବ ସେ କନ୍ୟାଏ ମୋହର ଦୋଷ କହିବେ କ୍ଷମିବ ମାଗୁଛି ଫୟର ବଧୂ ବୋଲି ତାଙ୍କୁ ତୁମ୍ଭେ ଘେନା ନ କରିବ ନିଜ କନ୍ୟା ଭାବି ଭଲ ମନ୍ଦ ବୁଝୁଥିବ ପୁଣି ଦଶରଥ ରାଜା ହରଷିତ ହୋଇ ବଇଲେ ସମୁଦି ମନ ଦୁଃଖ କର ନାହିଁ ଯେଉଁ ଅମୂଲ୍ୟ ସମ୍ପଦ ଆଜି ଦେଲ ମୋରେ ସେ ନିମନ୍ତେ ଆଣି ସରାମୁ ତୁମ୍ଭ ବାସରେ ସୀତା ପରି ବଧୂ ପାଇ ଧନ୍ୟ ହେଲି ମୋହି ମନ୍ତରେ ଉତ୍ସାହର ସତ ଯାଏ ବହି କେଉଁ ଭାଷାରେ ତୁମକୁ ଦେବି ମୁଁ ଅଧାଏ ତାହା ଆଜି ବଚନରେ କହିପାବ ନାହିଁ ମୋ ସମଦିନୀକୁ ତୁମ୍ଭେ କହିବ ବୁଝାଇ କାନ୍ଦିବେ କାନାହି କନ୍ୟାକୁ ମନରେ ପକାଇ ଯେତେବେଳେ ଦରକାର ହୋଇବ ତୁମାର ଖବର ପାଇଲେ କନ୍ୟା ବେଶୀ ବିସତ୍ପର ଜ୍ୱାଇଁମାନଙ୍କୁ ମୁଁ ମୋର ପଠାଇବି ନିଜେ ମଧ୍ୟ ଭଲ ମଧ୍ୟ ବାର୍ତ୍ତା ବୁଝିବି ହେ ସମୁଦି ଆଣି ଦେଇ କହୁଛି ତୁମ୍ଭର କିଛି ଦିନ ଅନ୍ତେ ନିଶ୍ଚେ ମୋର ପୁରେ ବେନି ସମୁଦି ପରି ହନ୍ତେ କୁହାକୁହି ବଶିଷ୍ଠ ବେଶିଲେ ଚାର ବିଳମ୍ବ ହୋଇ ଏସୁବଲ ଗଣ ଯେବେ ଆଜି ଗଡ଼ିଯିବ ଚିରଦିନ କନ୍ୟା ଭାଗେ ଅଶାନ୍ତି ଜୋତିବ ତେଣୁ ତର ତର ହୋଇ ଆୟା ଦଶରଥ ରତେ ବିଜେ କରିବାକୁ ହୋଇଲେ ପ୍ରସ୍ତୁତ ଓମ୍ ଯଶି